ପିଲେମାନେ ଆଜି ଆମେ ପଢ଼ିବା ପାଠ 13ର ଚତୁର କୁକୁଡ଼ା। କ'ଣ ପଢ଼ିବା? ଚତୁର କୁକୁଡ଼ା। କୁକୁଡ଼ା ଆଉ କୁକୁର ଦୁଇ ଜଣ ଥିଲେ ଭଲ ମିତ୍ର। କୁକୁଡ଼ା ଆଉ କୁକୁର କ'ଣ ଥିଲେ? ବହୁତ ଭଲ ସାଙ୍ଗ ଥିଲେ। ଦୁଇ ଜଣଙ୍କର ବହୁତ ଭଲ ପଡ଼େ। ଦୁଇ ଜଣ ଯେହେତୁ ଭଲ ସାଙ୍ଗ ଥିଲେ ବୋଲି ଦୁଇ ଜଣଙ୍କର ହସି ଖେଳି ଦିନଟି ବହୁତ ସୁନ୍ଦର ଭାବରେ ଚାଲି ଯାଉଥିଲା। ଦିନେ କ'ଣ ହେଇଛି ପିଲାମାନେ ଜାଣିଛ? ଦିନେ କ'ଣ ହେଲା? କୁକୁର ହାଲିଆ ହୋଇକି ଶୋଇ ପଡ଼ିଲା। କୁକୁରକୁ ବହୁତ କଷ୍ଟ ହେଇଛି, ସେ ହାଲିଆ ହେଇକି ଶୋଇ ପଡ଼ିଛି। ତାପରେ କ'ଣ ହେଲା? ବଣରୁ ଗୋଟେ ବିଲୁଆଟି ଆସିଲା। ତାକୁ ଦେଖି କୁକୁଡ଼ା ପୁରା ଭୟରେ ଡରିଗଲା ପିଲାମାନେ। ତାକୁ ଦେଖିକି ପୁରା ଡରିକି ଥରିଗଲା କୁକୁଡ଼ା। ବିଲୁଆ କୁକୁଡ଼ାକୁ କିପରି ଖାଇବ ଭାବିଲା। ବୁଝିଲ ପିଲାମାନେ? ବିଲୁଆ ଭାବିଲା କୁକୁଡ଼ାକୁ ମୁଁ କିପରି ଖାଇବି। ଦେଖ ପିଲାମାନେ, ଏଠି ଛବି ଦେଖାଉଛି ଗୋଟେ କୁକୁଡ଼ା ଆଉ ଗୋଟେ ବିଲୁଆ। ବିଲୁଆ କୁକୁଡ଼ା କେମିତି କଥାବାର୍ତ୍ତା ହେଉଛନ୍ତି ଦେଖିପାରୁଛ ପିଲାମାନେ? ବିଲୁଆ କୁକୁଡ଼ାକୁ କେମିତି ଖାଇବ ସେ ପୁରା ଭାବୁଛି। ପାଖକୁ ଯାଇ କହିଲା, କୁକୁଡ଼ା ଭାଇ ଆସ ଆମେ ମିତ ବସିବା। କ'ଣ କହିଲା ପାଖକୁ ଯାଇକି? କୁକୁଡ଼ା ଭାଇ ଆସ ଆମେ ସାଙ୍ଗ ହେବା, ଆଉ ହସ ଖୁସିରେ ଦିନଟି ଆମର ଚାଲିଯିବ। କୁକୁଡ଼ା କିନ୍ତୁ ବିଲୁଆର ଚାଲାକି ବୁଝିପାରିଲା। ବୁଝିଲା ପିଲାମାନେ? କୁକୁଡ଼ା କିନ୍ତୁ ବିଲୁଆର ଚାଲାକି ଯେମିତି ବୁଝିପାରିଲା, କହିଲା ରହ ରହ। କୁକୁଡ଼ା ବିଲୁଆକୁ କ'ଣ କହିଲା? ରହ ରହ, ଆଉ ଜଣେ ମିତ୍ରକୁ ମୁଁ ଡାକୁଛି। କହିଲା, ମୁଁ ଆଉ ଜଣେ ମିତ୍ରକୁ ଡାକୁଛି, ଭାରି ମଜା ହବ। କୁକୁଡ଼ା ଡାକ ଛାଡ଼ିଲା। କୁକୁଡ଼ା କ'ଣ ଡାକ ଛାଡ଼ିଲା? ଏ କୁକୁର ଭୋ ଭୋ କରି ଦୌଡ଼ି ଆସିଲା। କୁକୁରର ଭୋ ଭୋ ଶବ୍ଦ ଶୁଣି ବିଲୁଆ ଦେହରୁ ପୁରା ଝାଳ ବାହାରିଗଲା। ବୁଝିଲା ପିଲାମାନେ? କୁକୁଡ଼ାର ଭୋ ଭୋ ଶବ୍ଦ ଏମିତି ଶୁଣିଲା ନା, ବିଲୁଆ ଦେହରେ ପୁରା ଝାଳରେ ବିଲୁଆ ପୁରା ଓଦା ହେଇ କ'ଣ କଲା? ହୁକି ହୁ ରଡ଼ି ଛାଡ଼ିକି ଜଙ୍ଗଲକୁ ଛାଡ଼ି ପଳେଇଲା। କେମିତି ଲାଗିଲା ଗପଟି ପିଲାମାନେ? ଚତୁର କୁକୁଡ଼ାର କାହାଣୀ କେମିତି ଲାଗିଲା? ଯଦି ଭଲ ତ ନିଶ୍ଚିନ୍ତ ଲାଗିଥିବ। ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଗୋଟେ ବଢ଼ିଆ କମେଣ୍ଟ ଦେଲେ ଆଗକୁ ଆହୁରି ଭଲ ଭଲ ସବୁ ଗପ ନେଇକି ଆସିବି। ବାଏ ବାଏ।